भगवते वासुदेवाय। दशम अध्याय। श्रीशुकवाच। शुक कहन्ति राय शुण, ए भागवतर लक्षण। 10 प्रकारे भाव चिन्ति, पुराण पुरुष बोलाନ୍ତି। ताहा कहिबा एके एके, प्रस्तावे तोहर सम्मुखे। सर्ग विसर्ग भूति स्थान, पोषण मुक्त विद्यमान। मन्वन्तर वंशानुकथा, निरोध आश्रय व्यवस्था। 10 विशुद्धि अर्थे रही, नवलक्षणे जे बाहुए। वेद विचारी अनुमाने, तत्त्व कहन्ति मुनिजने। आकाश शब्द तनु मात्र, महत अहंकार तत्त्व। एहाଙ୍କ जन्म कर्म एहि, स्वर्गर गुण मत देई। ब्रह्मार गुण विपरीते, विसर्ग पञ्चसमचिते। विष्णु विजय स्थान कहि, पोषण अनुग्रह होई। मन्वन्तर जे साधु धर्म, कर्म बासने उचित नाम। विष्णु विजय स्थान कहि, पोषण अनुग्रह होई। विष्णु अवतार चरित, तदन्ते बने सेउकत। वंशानुकथा अनुवादे, उत्तम पुरुषଙ୍କ मध्ये। संहरि आत्मार सकति, जळे शयन जोगपति। निरोध ବୋଲି ତାର ନାମ, लीन स्वभावे ପୂର୍ଣ୍ଣ କାମ। ମୁକ୍ତି ଲକ୍ଷଣ ଦିବ୍ୟ ସ୍ଥିତି, ନାହିଁ ନ ଘଟେ ପୂର୍ଣ୍ଣ ଗତି। ପ୍ରକାର ନିରୋଧ ଏ ଦୁଇ, ଆଶ୍ରମ ନାମ ଏ ବୋଲାଇ। ସେ ପରମାତ୍ମା ନରହରି, ଏବେ ଅଶେଷ ଘଟେ ପୁରୀ। ତାର ସକାଶୁ ଜୀବ ଲୋକ, ତେଣୁ ବୋଲାଇ ଆଧ୍ୟାତ୍ମିକ। ସେ ଅଧିଦେବତା ବୋଲାଇ, ଅଧିଭୂତଙ୍କ ଆତ୍ମା ସେହି। ଏ ଭାବେ ଏକ ଏକତର, କହି ନ ଲଖି ପରାପର। ସର୍ବ ଆଶ୍ରୟ ତାର ନାମ, ପୁରୁହୂତ ପୁରୁଷ ନାମ। ସେ ଯେତେବେଳେ ଅଣ୍ଡଭେଦୀ, ବାହାର ହୋଇ ଗୁଣନିଧି। ଆତ୍ମାର ସ୍ଥାନ ଚିନ୍ତା କରି, ସ୍ୱଭାବେ ଜଳ ରୂପ ଧରି। ପୁରୁଷ ନାମ ନର ହେଲା, ତହିଁରେ ନାରୀ ଯେ ବ୍ୟାପିଲା। ସେ ଜଳ ମଧ୍ୟେ ମାୟାଧର, ବନ୍ଦିଲି ସହସ୍ର ବତ୍ସର। ଦୃଶ୍ୟ ଅଦୃଶ୍ୟରେ କାରଣ, ଯେଣୁ ସେ ନାମ ନାରାୟଣ। ସେ ଦ୍ରବ୍ୟ ଗୁଣ କର୍ମ କାଳ, ସ୍ୱଭାବେ ହୋଇ ଏକ ମେଳ। ଯାହାନୁଗ୍ରହେ ଉପୁଜନ୍ତି, ଯାହାନୁଗ୍ରହେ ଲୀନ ଯାନ୍ତି। ସେ ଯୋଗ ମାୟା କଳ୍ପେ ଉଠି, ଆଣି କଳ୍ପଇ ନାନା ସୃଷ୍ଟି। ସୁବର୍ଣ୍ଣମୟ ତା ଶରୀର, ବ୍ରହ୍ମଇ ତ୍ରିଧା ଅହଙ୍କାର। ଅଧିଦେବତା ଆଧ୍ୟାତ୍ମିକ, ଅଧିଭୂତଙ୍କ ଅଧିରେକ। ଗୁଣ ପୌରଷ ବୀର୍ଯ୍ୟ ବଳେ, ତ୍ରିବିଧ ବିଧି ବହେ ହେଳେ। ଅନ୍ତେ ଶରୀର ଶୂନ୍ୟ ଭଜେ, ଆକାଶ ଗୁଣମୟ ସୃଜେ। ସ୍ୱଭାବେ ଶେଷେ ଶ୍ରେୟ ବଳ, ତେଜସ୍ୱୀ ରୂପ ଅନର୍ଗଳ। ସ୍ୱଭାବେ ଶେଷେ ଶ୍ରେୟ ବଳ, ତେଜସ୍ୱୀ ରୂପ ଅନ୍ତର୍ଗଳ। ଏ ଚାରି ଭାବୁ ପ୍ରାଣୀ ଜାତ, 10 ପ୍ରାଣୀଙ୍କ ମୂଳ ନାଥ। ଚଳନ୍ତି ଯାର ଅନୁପଥେ, ଅଶେଷ ପ୍ରାଣୀ ଅନ୍ତର୍ଗତେ। ରାଜାଙ୍କୁ ଯେହ୍ନେ ଆଶ୍ରା କରି, ସେବକ ପଥ ଅନୁସରି। ମୂଳ କମଳୁ ସେହୁ ପଥେ, ପ୍ରାଣୀଙ୍କି ବ୍ରହ୍ମରନ୍ଧ୍ର ପଥେ। ପ୍ରାଣୀଙ୍କ ଆତଜାତ ଶ୍ରମେ, କ୍ଷୁଧା ଉପୁଜେ ତୃଷା ଭ୍ରମେ। କ୍ଷୁଧା ତୃଷାର ମାର୍ଗ ମୁଖ, ଏଣୁ ସର୍ଜିଲା ଅଗ୍ରେ ମୁଖ। ମୁଖର ମୂଳେ ତାଳୁ ଜାତ, ତା ସଙ୍ଗେ ରସନା ସଂଯୁକ୍ତ। ତାର ସଂଯୋଗେ ନାନା ରସେ, ଆସ୍ୱାଦେ ଆତ୍ମାର ବିଶେଷେ। ଶବ୍ଦର ଅର୍ଥ ପୂର୍ଣ୍ଣ କରେ, ଅଗ୍ନିର କ୍ଷଣ ବାଦ୍ୟ ଧରେ। ଶୁଚି ସୁଗନ୍ଧ ଭୋଗ ଫଳେ, ନିଶା
ଚାବିବରେ ବାୟୁ ବଳେ ଆଘ୍ରାଣ ଅର୍ଥେ ଉପୁଜିଲେ ତକ୍ଷଣେ ଗନ୍ଧବାହ ବୁଲେ ଆତ୍ମାର ଦେଖି ଅନ୍ଧକାର ବ୍ରହ୍ମା ସର୍ଜିଲେ ଅନ୍ଧକାର ଜ୍ୟୋତି ସର୍ଜିଲାର କ୍ଷପଣେ ଦୃଷ୍ଟି ପ୍ରକାଶେ ଦଶ ଗୁଣେ ଦେବ ପୁରୁଷଙ୍କ ବଚନେ ବିଧାତା ଦେଇ ଅନୁମାନେ ଶୁଣିବା ଅର୍ଥେ ନାନା ଶୂନ୍ୟ ନିର୍ମଳେ ପ୍ରକାଶିଲା କର୍ଣ୍ଣ ଦିଗ ଦେବତାଙ୍କର କ୍ଷଣେ ପ୍ରକାଶ ଏବାମ ଦକ୍ଷିଣେ ନାନା ଶବଦ ନିଷ୍ଠା ଗୁଣେ ଯେ ଦ୍ୱାରେ ଜାଣିବ ତକ୍ଷଣେ ପୁଣି ବିଧାତା ବୁଦ୍ଧି ଯୋଗେ ଚର୍ମ ଆଚ୍ଛାଦି ସର୍ବ ଅଙ୍ଗେ ଶୀତ ତପତ ଯେତେ ଜାଣି ପବନ ଯୋଗେ ପରିମାଣି ସେ ଚର୍ମ ଇନ୍ଦ୍ରିଗଣ ଭଜେ ଉପରେ ବହେ ରୋମ ରାଜେ ଅଶେଷ କର୍ମ କରିବାରେ ପ୍ରକାଶେ ହୃଦୟ ଉପରେ ବାମ ଦକ୍ଷିଣ ବେନି କର ଯହିଁ ରକ୍ଷକ ସୁନାସିର ଜୀବନ ଗତାଗତ ଶୂନ୍ୟ ବିଧାତା ସଞ୍ଚିଲା ଚରଣ ଯେ ବାମ ଦକ୍ଷିଣ ପୟର ଯହିଁ ରକ୍ଷକ ଦାମୋଦର ସଂସାରେ ହବ୍ୟ କବ୍ୟ ବିଧି ଚରଣ ଯୁଗ ବଳେ ସାଧି ବସ୍ତୁ ଉପାର୍ଜନ କାରଣ ଗଗନେ ବେନି ଚରଣ ବେନି ଚରଣ ମୂଳ ଦେଶେ ଆନନ୍ଦ ଗଗନ ପ୍ରକାଶେ ଯେ ସ୍ଥିତି ଉତ୍ପତ୍ତି କାରଣେ ତା ପ୍ରଜାପତି ସୁରଗଣେ ଉଭୟ ଆନନ୍ଦର ଦ୍ୱାର ଅଜ୍ଞାନ ତୁଲେ ନାଶ କର ଅନ୍ନ ଭୋଜନ ରସ ମାର୍ଗେ ନାଡ଼ି ସର୍ଜିଲା କୃଖି ଯୋଗେ ନଦୀଙ୍କ ପ୍ରାୟେ ବେନି ପାଶେ ପ୍ରାନ୍ତେ ସମୁଦ୍ର ରହେ ଗ୍ରାସେ ଉଭୟ ନାଡ଼ି ନାମ ତୁଷ୍ଟି ସମୁଦ୍ର ନାମ ବହେ ପୁଷ୍ଟି ଆତ୍ମା ମାୟାକୁ ଇଚ୍ଛା କରି ସତ୍ୟ ହୃଦୟ ରୂପ ଧରି ନାମ ସଂକଳ୍ପେ ଚନ୍ଦ୍ରମାନ ହୃଦୟେ ଏହାଙ୍କର ସ୍ଥାନ ହୃଦୟେ ଆବରିବା ଆସେ ଅସ୍ଥି ସର୍ଜିଲା ପୃଷ୍ଠ ଦେଶେ ଅସ୍ଥି ଭିତରେ ମଜା କଲା ଉଦରେ ମେଦ ଭିଆଇଲା ତାର ଉପରେ ମାଂସ ଧରି ରୁଧିର ଆଭରଣ କରି ତାର ଉପରେ ଚର୍ମ ଲୋମ ମଜାରେ ମଧ୍ୟେ ରହେ ସୋମ ଏମନ୍ତେ କରି ସପ୍ତ ଧାତୁ ପ୍ରାଣୀ ଜୀବନ ମୂଳ ହେତୁ ବାସ୍ତରି ଶସ୍ତ୍ର କଲା ନାଡ଼ି ହୃଦ କମଳ ମଧ୍ୟେ ବେଢ଼ି ପ୍ରାଣର ସଇୟାଙ୍କ ମଧ୍ୟେ ଅନ୍ନର ରସ ମୂଳ ଭେଦେ ଘେନିଣ ନାଡ଼ି ମଧ୍ୟେ ଯାଇ ପ୍ରବେଶ ସର୍ବାଙ୍ଗରେ ନେଇ ତ୍ରିଗୁଣାତ୍ମକ ଇନ୍ଦ୍ରିଗଣ ସର୍ବ ବିକାର ଆତ୍ମମନ ବୁଦ୍ଧି ବିଜ୍ଞାନ ସ୍ୱରୂପିଣୀ ଯେଣେ ସଂସାର ମାୟା ଜିଣି ଅବନୀ ଉଦକ ଅନଳ ପବନ ଆକାଶ ମଣ୍ଡଳ ଏମନ୍ତ କହିଲି ମୁଁ ତୋତେ ବିଷ୍ଣୁର ସ୍ଥୂଳ ରୂପ ଯେତେ ଏ ଜୀବ ବ୍ରହ୍ମାଣ୍ଡ ଧାରଣ ବିଶିଷ୍ଟ ଅଷ୍ଟ ଆଭରଣ ପୃଥିବୀ ଆଦି ପଞ୍ଚଭୂତେ ଏମନ୍ତେ ବୁଦ୍ଧି ଅହଂକୃତେ ଏ ଅଷ୍ଟ ଗୁଣେ ଆବରଣ ଏମନ୍ତ ବ୍ରହ୍ମାଣ୍ଡ ଘଟଣ ଏ ସ୍ଥୂଳ ରୂପ ଏ ଯାହାର ଏହାର ପରେ ସୂକ୍ଷ୍ମକର ଯେ ନିର୍ବିକାର ନିରଞ୍ଜନ ଅନାଦି ମଧ୍ୟମ ନିଧାନ ସେ ଶୂନ୍ୟ ମଧ୍ୟେ ନିରାକାର ମନ ବଚନେ ଅଗୋଚର ଏ ସ୍ଥୂଳ ସୂକ୍ଷ୍ମ ରୂପ ଧରି ସେ ଖେଳେ ଆତ୍ମା ମାୟା କରି ପଣ୍ଡିତେ ନ ମାନନ୍ତି ଏହା ସୃଷ୍ଟି ସଂକଳ୍ପ ବିଷ୍ଣୁ ମାୟା ପଶୁ ବାଳକ ରୂପେ ହରି ସେ ବ୍ରହ୍ମ ରୂପେ ଅବତରି ଏମନ୍ତେ କ୍ରିୟା ନାମ ଧାତୁ
କର୍ମ ଅକର୍ମଙ୍କର ହେତୁ ସର୍ବସଙ୍କଳ୍ପ କ୍ରିୟା ଅର୍ଥେ ଶୁଣ କହିବା ଆଉ କେତେ ଆତ୍ମାକୁ ଭିନ୍ନ ଭିନ୍ନ କରି ସେ ପ୍ରଜାପତି ରୂପ ଧରି ମନକୁ ସର୍ଜିଲା କହେଳେ ଋଷି ଦେବତା ପିତୃ ମେଳେ ସିଦ୍ଧ ଚାରଣ ବିଦ୍ୟାଧର ଗନ୍ଧର୍ବ ଅସୁର କିନ୍ନର ଗୁହ୍ୟକ ଅପ୍ସରା ଯେ ଦକ୍ଷ ନାଗ କି ପୁରୁଷ ପ୍ରତ୍ୟକ୍ଷ ଖଗ ଉରଗ ମାତୃଗଣ ରକ୍ଷ ପ୍ରେତ ପିଶାଚି ଗଣ ଭୂତକୁଷ୍ମାଣ୍ଡ ବିନାୟକ ଉନ୍ମଦ ବେତାଳ ନିରେକ ଗ୍ରହ ଡାକିନୀ ମୃଗ ଖର ବୃକ୍ଷ ପର୍ବତ ବନ ଘୋର ତ୍ରିବିଧ ଚତୁର୍ବିଧ ଆନେ କେବଳ ସ୍ଥଳ ବିନାଶନେ ଗଗନ ଅନ୍ତରିକ୍ଷ ଚର କୁଶଳ ଅକୁଶଳ ପର ଏତେ ପ୍ରକାରେ ନାନା ଗତି ଆତ୍ମାର ବଳେ ପ୍ରଜାପତି ଗୁଣ ପ୍ରଭେଦ ତିନି ଲୋକ କେ ଦେବ ଦାନବ ନରକ ସତ୍ୟରେ ସୁର ରୂପ ହୋଇ ଲକ୍ଷେ ମନୁଷ୍ୟ ସମ୍ଭବଇ ତୋମ ଗୁଣରେ ଅଧୋଗତି ପାପିଷ୍ଟେ ତହିଁ ବିଶ୍ରାମତି ଏ ତିନି ଲୋକ ତିନି ଗତି ଭାବେ ସର୍ଜିଲା ପ୍ରଜାପତି ସେ ଗୁଣ ଚିତ୍ର ପ୍ରାୟ ହୋଇ ସ୍ୱଭାବେ ଭିନ୍ନ ଭିନ୍ନ ଦେହି ଏକ ଆରକ ନ ଗଣିଲେ ନିଶ୍ଚଳେ ରହି ନ ପାରିଲେ ତା ଦେଖି ପ୍ରଭୁ ନର ହରି ତକ୍ଷଣେ ଧର୍ମ ରୂପ ଧରି ବିଶ୍ୱକୁ ପାଳିବାର ଅର୍ଥେ ଦେବ ମନୁଷ୍ୟ ପଶୁ ଯେତେ ଏ ତିନି ଭାବେ ଭଗବାନ ରକ୍ଷା ପୋଷଣ କରି ସ୍ଥାନ ସୁଖ ସମ୍ଭବେ ଦିନ ହରେ ଯେ ବିଧି ସଂସାର ବ୍ୟବହାରେ ସୃଷ୍ଟିର ଭୋଗ ଅନ୍ତେ ହରି କାଳାଗ୍ନି ରୁଦ୍ର ରୂପ ଧରି ଆତ୍ମାର କ୍ରୀଡ଼ା ନାଶ କରେ ବାଳକ ପ୍ରକାଶ ବ୍ୟବହାରେ ସର୍ବହରଇ ଅବସାନେ ଜିମୁତ ଯେସନେ ଗଗନେ ଯେ ଭାବେ ହରି ଗୁଣ ଯେତେ ଦେବେ ଚିନ୍ତିବେ ଯହିଁ ଚିତେ ସୃଷ୍ଟିର ଆଦି ଜନ୍ମ କାଳେ ଯେ କର୍ମ ସାଧେ ଯୋଗ ବଳେ ସ୍ୱଭାବେ କର୍ମ ଯାର ନାହିଁ ବିଷ୍ଣୁର ମାୟା ପ୍ରକାଶଇ ଏ ବ୍ରହ୍ମ କଳ୍ପିତ ସଂସାର ବିକଳ୍ପ ନାମଟି ତାହାର ଏ ନିତ୍ୟ ସାଧାରଣ ବିଧି ଯେ ପୂର୍ବ କାଳୁଁ ପ୍ରସିଦ୍ଧି ଭାବେ କହିଲୁ କଳ୍ପ ଗୁଣ ରାଜନ ସାବଧାନେ ଶୁଣ ଶୌନକ ଉବାଚ ହେ ସୁତ କହ ବିଷ୍ଣୁ କଥା କ୍ଷଣେ ଛାଡ଼ିବ ମନୋବ୍ୟଥା ପଦ୍ମକଳ୍ପର କଥା କହ କ୍ଷଣେ ନ ଲାଗେ ଭବ ମୋହ ଯେ ଦୁର୍ଯ୍ୟୋଧନ ଦୁଷ୍ଟ ବାଣୀ ବିଦୁର ସଭା ମଧ୍ୟେ ଗୁଣୀ କୁଟୁମ୍ବ ଆଶା ଦୂର କରି ବନେ ପଶିଲା କି ବିଚାରି ପୃଥିବୀ କଲା ପର୍ଯ୍ୟଟନ ବନ ପର୍ବତ ଘୋର ବନ କୈବଲ୍ୟ ଭାବେ ଇଚ୍ଛା କଲା ଅନେକ ତୀର୍ଥ ସେ ଭ୍ରମିଲା ମୈତ୍ରେୟ ମୁନି ସଙ୍ଗେ ତାର କାହିଁ ହୋଇଲା ଏକାସ୍ୱର ବ୍ରହ୍ମ ସମ୍ବାଦ ବେନି ଜନେ ବ୍ରହ୍ମ ସମ୍ବାଦ ବେନି ଜନେ କରି ବଞ୍ଚିଲେ କେଉଁ ସ୍ଥାନେ ବିଦୁର ପଚାରିଲେ ଯେତେ ମୈତ୍ରେୟ ବୋଧିଲେ ଯେ ମନ୍ତେ ପୁଣି ସେ ବନ୍ଧୁ ତ୍ୟାଗ ଶୋକେ ମିଳିଲା ହସ୍ତିନା କଟକେ ପରୀକ୍ଷ ବାକ୍ୟ ଚିତେ ଘେନି ତାହା କହିଲେ ଶୁକ ମୁନି
ସେ ପ୍ରଶ୍ନ ଅନୁସାରେ ଯେତେ ଶୁଣ କହିବା ଭାଗବତେ ଶୁକ ଶୌନକ ସମ୍ପାଦନ ଶୁଣନ୍ତେ ନ ଲାଗଇ ବିଘ୍ନ। ଦ୍ୱିତୀୟ ସ୍କନ୍ଧେ ଭାଗବତ ଅମୃତ ରସମୟ ଗୀତ ସୁଜନ ପ୍ରାଣୀଙ୍କର ହିତ କହିଲା ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟାଂ 82 ଦ୍ୱିତୀୟ ସ୍କନ୍ଧେ ଦଶଲକ୍ଷଣ କଥନେ ନାମ ଦଶମୋଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ। ବିମର୍ଷାପି ରଣେ ମୁନେରପି ମତିଭ୍ରମः ଯଦି ସୁଧମସୁଧଂ ବା ମମ ଦୋଷो ନ ବିଦ୍ୟତେ।